ଏ ସବୁ କଥା ଦେଖିବା ପରେ ନିର୍ବାକ ମଣିଷ ମନରେ କେବେ ହେଲେ କୌଣସି ଶବ୍ଦ ସୃଷ୍ଟି ହେବ ନାହିଁ। ଲକ୍ଷେ ଶାଳଗ୍ରାମ ପୂଜି ହଜାରେ ଦୀପ ଜଳେଇ ସେ ମାର ସନ୍ତାନ ଚାଲିଗଲା ପରେ ସେ ଦୁନିଆର କାହାକୁ ଅନେଇ ବଞ୍ଚିବ? ପୁଅ ଠିକ ଜାଣିଥିଲା ତାକୁ ସୁପର ପ୍ଲାନିଂ ହେଇଛି କୋଉ ଦିନ ଠାରୁ ମାରିବେ ବୋଲିକି। ମୋ ପୁଅ ଏ କଥାଟା ଠିକ ଜାଣିଥିଲା। ସେ ମତେ ନୁଚାଏ କାହିଁକି? ସେ ଜାଣେ ଯେ ମୁଁ ଯଦି ବୋଉକୁ କହିବି ଏ କଥା, ମୋ ବୋଉ ଜମା ମତେ ଘରୁ ମୁଁ ଯୋଉ ଆଡେ ଗଲା ବେଳକୁ ସେ ମୋ ଗୋଡ ଉଠାରିବ, ମତେ ଜମା ଛାଡିଦବନି। ସେ ଏମିତି କହେ, କିନ୍ତୁ ବିରକ୍ତି ବି ଥରେ ଥରେ ସେ ଯେତେବେଳେ କହେ ବୋଉ ମୁଁ ମୁଲ ନାଗିକି ପୋଷିବି, ଚାକିରି ଛାଡ଼ିଦେବି। ମୁଁ ନାଇଁ ବାପା, ଚାକିରିଟା କେମିତି ଆମର ପ୍ରଥମ ଦାନା ଭଗବାନ ଦେଇଛନ୍ତି, ଚାକିରିଟା କଣ ଛାଡ଼ିଦେବୁ ହଉଛି। ମୁଁ ମନେ ଭାବେ କଣ ସେ ଜିମିକି ଲକ୍ଷ୍ୟ କରିକି କହୁଛି ବୋଲିକି, କିନ୍ତୁ ସିଏ ତାର ସାଡେ ଶତ୍ରୁତା ହେତେ ହେଇଗଲଣି ବୋଲିକି ସେ କହୁଛି ବୋଲିକି ମୁଁ ଆଉ ସେ କଥା ଜାଣେନି। ତାପରେ ଯୋଉଦିନ ଗଲା ସେଦିନ ମତେ ସେ କହିକିରି ଘରୁ ଗଲା, କହିଲା ତୋର ସବୁବେଳେ ଚାକିରି ଦରକାର। ଏଇ ଯୋଉ ଚାକିରି ହଉଛୁ, ଦିନେ ତ ପୁଅର କଟାମୁଣ୍ଡ ଆସିକି ତୋ ପାଖରେ ପହଞ୍ଚିବ। ଏ ସୌମ୍ୟ ରଞ୍ଜନ ହେଉଛି ବାପ ମାଙ୍କର ଏକମାତ୍ର ପୁତ୍ର, ଘରର ଗୋଟିଏ ବୋଲି ରୋଜଗାରିଆ ପୁଅ। ବୃଦ୍ଧ ବୟସରେ ସମସ୍ତେ ଆଶା କରିଥାନ୍ତି ଆମର ପୁଅ ଅଛି, ସିଏ ଆମକୁ ଏ ବୃଦ୍ଧ ବୟସରେ ପୋଷିବ, ଆମ ମୃତ୍ୟୁ ଶଯ୍ୟାରେ ସିଏ ଆମ ପାଖରେ ବସି ରହିବ। ରୋଗ ଶଯ୍ୟାରେ ପଡ଼ିଥିଲେ ସେ ପୁଅ ହିଁ ଟିକେ ମେଡିସିନ ଆଣିଦେବ। ବାପ ମାଙ୍କର ଅନ୍ତିମ ସମୟରେ ପୁଅ ହିଁ ମୁଖାଗ୍ନି ଦେବ। ଏହା ହିନ୍ଦୁ ରୀତିନୀତିର କଥା। ହେଲେ ବୃଦ୍ଧ ବାପ ମାଙ୍କ ସାମ୍ନାରେ ଆଜି ପୁଅର ଚିତା ଜଳିଛି।